ନୟାଗଡ଼ରେ ମେଡିକାଲ କଲେଜ ସ୍ଥାପନ ପାଇଁ ଆଲୋଚନା ଚକ୍ର। ଜୟ ନୟାଗଡ଼ ଫାଉଣ୍ଡେସନ ପକ୍ଷରୁ ନୟାଗଡ଼ ସହର ନୀଳମାଧବ କଲ୍ୟାଣ ମଣ୍ଡପ ପରିସରରେ ରବିବାର ପୂର୍ବାହ୍ନରେ ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଫାଉଣ୍ଡେସନର ପ୍ରତିଷ୍ଠାତା ଶେଖ ଅବଦୁଲ ଆହାଦ ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବାକୁ ବିଭିନ୍ନ ପଦକ୍ଷେପମାନ ନିଆଯାଉଥିବା ଅଭିଭାଷଣରେ କହିଥିଲେ। ଏହି ଆଲୋଚନା ଚକ୍ରରେ ବରିଷ୍ଠ ସମାଜସେବୀ ପ୍ରମୋଦ ପଟ୍ଟନାୟକ, ପ୍ରଭାସିନୀ ନନ୍ଦ, ରୋଟାରିଆନ ଗୋଦାବରୀ ସାହୁ, ମନୋଜ କୁମାର ସାହୁ, ସନ୍ତୋଷ ପ୍ରଧାନ, ଭଗବତୀ ପଟ୍ଟନାୟକ, ସାମ୍ବାଦିକ ଶ୍ରୀକାନ୍ତ ଖଟେଇ, ରାମକୃଷ୍ଣ ରଥ, ବୈଦ୍ୟଭୂଷଣ ମହାପାତ୍ର, ଲୋକନାଥ ମିଶ୍ର ପ୍ରମୁଖ ଯୋଗଦେଇ ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ହେବାର ଆବଶ୍ୟକତା ନେଇ ଉପଯୁକ୍ତ ଦାବି ଉପସ୍ଥାପନା କରିବା ସହ ମେଡିକାଲ କଲେଜ ସ୍ଥାପନ ଜରୁରୀ ବୋଲି ମତ ରଖିଥିଲେ। ପରେ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଗଠନ କରାଯିବା ସହ ଆଗାମୀ ଦିନରେ ପଦଯାତ୍ରା ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଜିଲ୍ଲାସ୍ତରୀୟ ଏହି ଆଲୋଚନା ଚକ୍ର କାର୍ଯ୍ୟକ୍ରମରେ ଜୟ ନୟାଗଡ଼ ଫାଉଣ୍ଡେସନ ଜରିଆରେ ନୟାଗଡ଼ିଆଙ୍କ ଏହି ପ୍ରମୁଖ ଦାବିକୁ ଦଳମତ ନିର୍ବିଶେଷରେ ସମସ୍ତେ ଏକତ୍ରିତ ହୋଇ ଆନ୍ଦୋଳନ କରିବା ସହ ସରକାରୀ ସ୍ତରରେ କିଭଳି ଆମର ଦାବି ଉପସ୍ଥାପନ କରାଯିବ ସେ ନେଇ ଆଲୋଚନା କରାଗଲା। କାର୍ଯ୍ୟକ୍ରମରେ ନୟାଗଡ଼ର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ସମେତ ଆଇନଜୀବୀ ନିରାକାର ମହଲ, ସଂଗଠନର ସଂଯୋଜକ ଶ୍ରୀତମ କୁମାର ପ୍ରଧାନ, ଅମ୍ଳାନ ଅଂଶୁମାନ ସାହୁ, ସୁଶୀଲ ସାହୁ, ଅରବିନ୍ଦ ପାଢ଼ୀ, ଆଲୋକ କୁମାର ବେହେରା, ଟ୍ରକ୍ ମାଲିକ ସଂଘ ପକ୍ଷରୁ ରାଜାଉଦ୍ଦିନ ଖାଁ ଓ ସିଭିଲ ସୋସାଇଟିର ସଭ୍ୟମାନେ ଯୋଗ ଦେଇଥିଲେ। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା। ପ୍ରତିଷ୍ଠାତା ଜୟ ନୟାଗଡ଼ ଫାଉଣ୍ଡେସନ ଜିଲ୍ଲାରେ ଏକ ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଆଜି ଆଲୋଚନା ଚକ୍ର ହୋଇଥିଲା। ଏଥିରେ ସିଭିଲ ସୋସାଇଟି, ନୟାଗଡ଼ ବିକାଶ ମଞ୍ଚ, ନୟାଗଡ଼ ସାମ୍ବାଦିକ ସଂଘ, ସାମ୍ବାଦିକ ଭବନ ଏବଂ ଯୁବଗୋଷ୍ଠୀମାନେ ଯୋଗ ଦେଇଥିଲେ। ନୟାଗଡ଼ରେ ବସବାସ କରୁଛନ୍ତି ନୟାଗଡ଼ ପାଖାପାଖି 11.5 ଲକ୍ଷ ଜନସାଧାରଣ ଯେଭଳି ଅନୁନ୍ନତ ସ୍ୱାସ୍ଥ୍ୟ ସେବା ପାଇ ହନ୍ତସନ୍ତ ହେଉଛନ୍ତି ତାହା କାହାକୁ ଅଜଣା ନୁହେଁ। ନୟାଗଡ଼ରେ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ବିପର୍ଯ୍ୟସ୍ତ। ଏଠି କିଡନୀ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି ଏବଂ ନୟାଗଡ଼ ଯେଉଁ ଆମର ଡିଷ୍ଟ୍ରିକ୍ଟ ହେଡ଼କ୍ୱାର୍ଟର ହସ୍ପିଟାଲ ଅଛି ସେ ରେଫରାଲ ୟୁନିଟ୍ରେ ପରିଣତ ହୋଇଛି। ଏଠି ଯେକୌଣସି ପେସେଣ୍ଟ ଆସିଲେ ସେ ରେଫର ହୋଇଯାଉଛି। 90% ଯେଉଁ ଆମର କ୍ରିଟିକାଲ କେୟାରର ଯେମିତିକି ଆମର ଆକ୍ସିଡେଣ୍ଟ କେସ୍ରେ ଆମର ଲୋକ ଯାଉ ମରିଯାଉଛି। ନା ICU ଅଛି, ନା ଉନ୍ନତମାନର କୌଣସି ଯନ୍ତ୍ର ରହିଅଛି। ଏଠି ନୟାଗଡ଼ ହେଡ଼କ୍ୱାର୍ଟର ହସ୍ପିଟାଲରେ ଡକ୍ଟର ସଂଖ୍ୟା ତ ନଗଣ୍ୟ, କହିଲେ ଗୋଟେ ଡକ୍ଟର ପିଛା ଦିନକୁ 400ରୁ 500 ପେସେଣ୍ଟ ଦେଖୁଛନ୍ତି। ତେଣୁ ନୟାଗଡ଼ରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ଯେଉଁଭଳିଆ ବିପର୍ଯ୍ୟସ୍ତ ଅଛି ତାକୁ ନେଇ ଜୟ ନୟାଗଡ଼ ଫାଉଣ୍ଡେସନ ବିଗତ କିଛି ଦିନ ହେଲା ନୟାଗଡ଼ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ରଖିଅଛି ଏବଂ ସେ ଦାବିକୁ ପୂର୍ଣ୍ଣ ମାତ୍ରାରେ ସମର୍ଥନ ସମସ୍ତଙ୍କର ରହିଅଛି ଏବଂ ସେହି ଦାବି ଉପରେ ଆଲୋଚନା କରିବା ବର୍ତ୍ତମାନ ଆମେ ନୟାଗଡ଼ର ମୁଖ୍ୟାଳୟ ପାଇଁ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରୁଛୁ। ଯେଉଁମାନେ କି ନୟାଗଡ଼ର 8ଗୋଟି ଯାକ ବ୍ଲକରେ ଯାଇ ବୁଲି ସେଠାକାର ଲୋକଙ୍କ ସହିତ କଥାବାର୍ତ୍ତା କରି ଆଉ କିଭଳି ନୟାଗଡ଼ରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ, ତା'ର ଆନ୍ଦୋଳନ କିଭଳି ହେବ, କିଭଳି ଆମ କଥା ସରକାରଙ୍କ ପାଖରେ ପହଞ୍ଚିବ ତା ଉପରେ କାର୍ଯ୍ୟ କରିବା ପାଇଁ ଆଜି ଆଲୋଚନା କରୁ। ପ୍ରଧାନ ଆଇନଜୀବୀ ସଂଯୋଜକ ଜୟ ନୟାଗଡ଼ ଫାଉଣ୍ଡେସନ। ଆଜ୍ଞା ଦେଖନ୍ତୁ, ବିଗତ ଦିନରେ ଜୟ ନୟାଗଡ଼ ଫାଉଣ୍ଡେସନ ଯେଉଁ ମେଡିକାଲ କଲେଜ ନୟାଗଡ଼ ଖୋଲିବା ପାଇଁ ଦାବି ରଖିଥିଲା ତାର ଜିଲ୍ଲାସ୍ତରୀୟ ଆଲୋଚନା ସଭାର ଆଜି ଆୟୋଜନ ହୋଇଥିଲା। ଏଥିରେ ଜିଲ୍ଲାର ବୁଦ୍ଧିଜୀବୀମାନେ, ସାମ୍ବାଦିକ ବନ୍ଧୁମାନେ ଏବଂ ସିଭିଲ ସୋସାଇଟିର ବନ୍ଧୁମାନେ ମଧ୍ୟ ସହଯୋଗ କରିଥିଲେ ଏବଂ ସମସ୍ତଙ୍କର ମିଳିତ ସହଭାଗିତାରେ ଏବଂ ସହଯୋଗରେ ଆମର ଏକ 12 ଜଣିଆ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇଥିଲା ଏବଂ କମିଟି ଦ୍ୱାରା ଏକ ମିଳିତ ସହଯୋଗରେ ଏକ ପ୍ରସ୍ତାବ ରଖାଯାଇଛି ଯେ ଯେଉଁ ବିଧାୟକ ଜନପ୍ରତିନିଧିମାନେ ଅଛନ୍ତି, ବିଧାୟକମାନେ ଅଛନ୍ତି ନୟାଗଡ଼ ଜିଲ୍ଲାର ଏବଂ ସାଂସଦମାନେ ପ୍ରତିନିଧିତ୍ୱ କରୁଛନ୍ତି, ସେମାନଙ୍କୁ ଜୟ ନୟାଗଡ଼ ଫାଉଣ୍ଡେସନ ତରଫରୁ ଜନସାଧାରଣଙ୍କର ଦାବି ନୟାଗଡ଼ ମେଡିକାଲ ଖୋଲିବାର ଯେଉଁ ଦାବି ଅଛି ତାକୁ ଜୟ ନୟାଗଡ଼ ଫାଉଣ୍ଡେସନ ମାଧ୍ୟମରେ ଦିଆଯିବ ଏବଂ ବିଧାୟକ ସାଂସଦମାନେ କିଭଳି ଭାବେ ଜୟ ନୟାଗଡ଼ ଫାଉଣ୍ଡେସନ ଏଇ ଯେଉଁ ଦାବି ଅଛି ମେଡିକାଲ କଲେଜ ଦାବିଟାକୁ
सांसरे एवं विधानसभा गृह में शाणित करेंगे ताकू प्रचार प्रसार कर आगामी दिन में मुख्यमंत्री उद्देश्य एवं स्वास्थ्य मंत्री उद्देश्य नयागढ़ प्रति कोण अनुकोण जिलार प्रति ब्लॉक रु प्रति पंचायत प्रति गाँव लोक मान स्वर शाणित रूपे मुख्यमंत्री निकट में स्वास्थ्य मंत्री निकट में पहुँच नयागढ़ जनसाधारण जो बहु प्रतिष्ठित दाबी रही है बहु वर्ष धरी नयागढ़ मेडिकल कॉलेज खोलू से दाबी को बहु मात्रा प्रचार प्रसार